ଆମ ଯାଜପୁରରେ ଜିଲ୍ଲା ମହୋତ୍ସବ ପୁଣି ମୁଁ ଯିବିନି? ସେଇଟା କଣ ସମ୍ଭବ? ଆଜ୍ଞା ହଁ ସାଙ୍ଗମାନେ, ମୁଁ ଯାଇକି ପହଞ୍ଚିଥିଲି ଆମ ଯାଜପୁରର ଜିଲ୍ଲା ମହୋତ୍ସବ, ଯାହାର ନାମ ଆମ ପୁରାତନ ନାମରେ ନାମିତ ହୋଇଥିଲା ଯଯାତି 2026। ଆଉ ପହଞ୍ଚିଲା ମାତ୍ରେ ଦେଖିବାକୁ ପାଇଲି ବିଭିନ୍ନ ପ୍ରକାର ଆଜ୍ଞା ଦୋକାନ ପଡିଛି। ସୁନ୍ଦର ସୁନ୍ଦର ହାତ ତିଆରି ଶାଢୀ ସାଙ୍ଗକୁ ଆହୁରି ବିଭିନ୍ନ ପ୍ରକାର ଜିନିଷ, ଯାହା ଖୋଜିବେ ଆଜ୍ଞା ପାଇବେ। ତାପରେ କିଛି ସମୟ ମେଳାରେ ବୁଲାବୁଲି କରିବା ପରେ ଆମେ ଯାଇଥିଲୁ କନସର୍ଟ ଦେଖିବା ପାଇଁ। ଆଉ କନସର୍ଟରେ ଆସିଥିଲା ଇଣ୍ଡିଆନ ଆଇଡଲ ସିଙ୍ଗର ଦାନି। ତାପରେ କିଛି ସମୟ କନସର୍ଟ ଦେଖିବା ପରେ ଆମେ ବାହାରି ଯାଇଥିଲୁ ପୁଣି ମେଳା ଅଭିମୁଖେ। ଆଉ ମେଳାକୁ ଯାଇକି ଯଦି କଟଲେଟ ଆଉ ଲଙ୍କା ଚପ ନ ଖାଇଲ ସିଏ କି ମେଳା ବୁଲା। ଆଉ ଗୋଟେ ଦେଖୁନ କାଳେ ଖାଇଦେବେ ବୋଲି ଗରମ ଗରମ ତାର ପାଟିରେ ପୁରେଇ ଖାଇଛନ୍ତି। ଆଉ ଖାଇଲା ପରେ ଦେଖିଲି ଜଣେ ଭାଇ ନିଜ ହାତରେ ବହୁତ ସୁନ୍ଦର ସୁନ୍ଦର ପଥରରେ ମୂର୍ତ୍ତି ତିଆରି କରୁଥିଲେ। ଆଉ ସବୁଠାରୁ ବେଶୀ ଖୁସି ଲାଗିଲା ଦେଖିକି ପୋଷ୍ଟର ମାଧ୍ୟମରେ ତିଆରି ହେଇଥିବା ଆମ ଯାଜପୁରର ଇତିହାସ ଆଉ ପବିତ୍ର ତୀର୍ଥସ୍ଥାନ। ଆଉ ଏତେ ବଡ ମେଳାକୁ ଏତେ ସାରା ଦୋକାନ ବଜାର ପଡିଥିଲା, ଆମର ତ ବୁଲିବାକୁ ଆଉ ପେସେନ୍ସ ହିଁ ନଥିଲା। ବୁଲୁ ବୁଲୁ ଦେଖିଲା ବେଳକୁ ଇଏ ଗୋଟେ ପ୍ରକାର କଣ ଦୋଳି ପଡିଛି। ଆଉ ବୁଲୁ ବୁଲୁ ଜଣେ ଭାଇ ଡାକୁଥିଲେ 100 ଦିଅ 1000 ନିଅ। କହିଲେ ଆସିଲୁ ଆସିଲୁ ଟିକେ ଦେଖିବା କଣ 1000 ଦେଲେ। ତାପରେ ଭାଇ ଆମକୁ ବୁଝେଇଦେଲେ ସେମିତି ନୁହେଁ, 2 ମିନିଟ ଓଳିବ, ଯିଏ ଜିତିବ 1000 ନବ। ଆଉ ସେଇ ନିଶାରେ ମୋ ସାଙ୍ଗ 100 ଟଙ୍କାଟେ ଦେଇକି ଓଳି ପଡିଲା। ତାପରେ ଭାଇ ଆମର ଟାଇମର ଚଲେଇଦେଲେ। 1 ମିନିଟ 16 ସେକେଣ୍ଡ ରହିବା ପରେ ଫାଇନାଲି ଚ୍ୟାଲେଞ୍ଜ ଟା ହାରିଗଲା। ଆଉ ତା ହାରିବା ଦେଖି ଆମେ ହସି ହସି ବେଦମ। ବିଚରା କେତେ କଷ୍ଟରେ ବୋଉଠାରୁ 100 ଟଙ୍କା ମାଗିକି ଆଣିଥିଲେ, ସିଏ ବି ଗଲା। ଆଉ ଆପଣମାନଙ୍କ ଭିତରୁ ଏଥର ଯାଜପୁର ମହୋତ୍ସବରେ କୋଉମାନେ ବୁଲିକି ଏଞ୍ଜୟ କରିଛନ୍ତି କମେଣ୍ଟ ସେକ୍ସନରେ ଜଣେଇବେ।